ଶ୍ରୀ ଶ୍ରୀ ଗୁରୁସ୍ୱାମୀଙ୍କ ସହିତ ନାନା ପ୍ରସଙ୍ଗେ ଜ୍ୟୋତିଷଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ଜ୍ୟୋତିଷ ଠାକୁରେ ଆଶ୍ରମ କାହାକୁ କୁହାଯାଏ? ଏଥିରୁ କ'ଣ ମିଳେ? ଶ୍ରୀ ଶ୍ରୀ ଠାକୁରେ ଶ୍ରମ ପରିଶ୍ରମକୁ ଆଶ୍ରୟ କରି ଯାହା ଗଢ଼ି ଉଠେ ତାହା ହିଁ ଆଶ୍ରମ। ଶ୍ରମ ବା ପରିଶ୍ରମ ଆମକୁ ତିନୋଟି ମନ୍ଦରୁ ମୁକ୍ତ କରେ। ସେହି ତିନୋଟି ମନ୍ଦ ହେଉଛି ବିରକ୍ତି, ପାପ ଓ ଦାରିଦ୍ର୍ୟ। ଜ୍ୟୋତିଷ ସାଧାରଣ ଗୃହୀ ମଧ୍ୟ ଘର ସଂସାର ବାନ୍ଧେ ଶ୍ରମକୁ ଆଶ୍ରୟ କରି। ତାହା କ'ଣ ଆଶ୍ରମ ନୁହେଁ? ଶ୍ରୀ ଶ୍ରୀ ଠାକୁରେ ତାହା ଆଶ୍ରମ, ହେଲେ ଗୃହସ୍ଥାଶ୍ରମ। ଜ୍ୟୋତିଷ ଗୃହସ୍ଥାଶ୍ରମ ଦ୍ୱାରା ବିରକ୍ତି, ପାପ ଓ ଦାରିଦ୍ର୍ୟ ଭଳି ତିନୋଟି ମନ୍ଦରୁ ମୁକ୍ତି ମିଳେ କାହିଁକି? ଶ୍ରୀ ଶ୍ରୀ ଠାକୁରେ ମିଳିପାରେ, ନ ମିଳି ମଧ୍ୟ ପାରେ। ସଂସାରକୁ ନିରୀକ୍ଷଣ କଲେ ତାହା ସ୍ପଷ୍ଟ ଭାବରେ ଦେଖି ବୁଝିପାରିବ। ଅନେକ ଗୃହସ୍ଥାଶ୍ରମ କରି ମଧ୍ୟ ବିରକ୍ତି, ଦୁଶ୍ଚିନ୍ତା, ଦାରିଦ୍ର୍ୟ ଭଳି ପାପରେ ଜୁଡ଼ୁବୁଡ଼ୁ ହେଉନାହାନ୍ତି। ଜ୍ୟୋତିଷ ଗୃହସ୍ଥାଶ୍ରମ ଦ୍ୱାରା ତିନୋଟି ମୁକ୍ତି କିପରି ମିଳିପାରିବ? ଶ୍ରୀ ଶ୍ରୀ ଠାକୁରେ ଆଶ୍ରମ ବୋଲି ଆମେ ଯାହାକୁ ସଚରାଚର ବୁଝୁ, ତହିଁରେ ଶତକଡ଼ା 100% ଶ୍ରମ ଇଷ୍ଟଗୁରୁଙ୍କୁ କେନ୍ଦ୍ର କରି ହୁଏ। ଆତ୍ମକୈନ୍ଦ୍ରିକ ଶ୍ରମ ଦ୍ୱାରା ଆଶ୍ରମ ପ୍ରତିଷ୍ଠା ହୋଇପାରେ ନାହିଁ। ଯଦି କଦବା କେଉଁଠି ପ୍ରତିଷ୍ଠା କରାଯାଏ, ତହିଁରେ ପ୍ରାଣ ପ୍ରତିଷ୍ଠା ହୋଇପାରେ ନାହିଁ। ଇଷ୍ଟକେନ୍ଦ୍ରିକ ଶ୍ରମକୁ ଆଶ୍ରୟ କରିବା ଦ୍ୱାରା ବିରକ୍ତି, ପାପ ଓ ଦାରିଦ୍ର୍ୟରୁ ମୁକ୍ତି ମିଳେ। ମାତ୍ର ଗୃହସ୍ଥାଶ୍ରମରେ ଶତକଡ଼ା 90 ବା ତହିଁରୁ ଅଧିକ ଭାଗ ଆତ୍ମକୈନ୍ଦ୍ରିକ ଶ୍ରମ ଥାଏ। ତେଣୁ ବହୁଳ ଭାବରେ ବିରକ୍ତି, ପାପ ଓ ଦାରିଦ୍ର୍ୟ ହ୍ରାସ କରେ। ଯେଉଁ ଗୃହୀମାନେ ବେଶୀ ମାତ୍ରାରେ ଇଷ୍ଟକେନ୍ଦ୍ରିକ ଶ୍ରମ କରନ୍ତି, ତ୍ୟାଗ, ନିଷ୍ଠା, ଶ୍ରଦ୍ଧା ଓ ଅନୁରାଗରୁ ଅଧିକ ମାତ୍ରାରେ ଗୁରୁକୈନ୍ଦ୍ରିକ ଜୀବନଯାପନ କରନ୍ତି, ସେମାନଙ୍କୁ ସେତେ ବେଶୀ ବିରକ୍ତି, ପାପ ଓ ଦାରିଦ୍ର୍ୟ କବଳିତ କରିପାରେ ନାହିଁ। ସେମାନେ ଏହି ତିନି ମନ୍ଦରୁ ବେଶୀ ପରିମାଣରେ ମୁକ୍ତ ରହନ୍ତି। ଜ୍ୟୋତିଷ କାହାକୁ ଭଗବାନ କୁହାଯାଏ? ତାଙ୍କର ଗୁଣଗ୍ରାମ ସବୁ କ'ଣ? ଶ୍ରୀ ଶ୍ରୀ ଠାକୁରେ ସମଗ୍ର ଐଶ୍ୱର୍ଯ୍ୟ, ବୀର୍ଯ୍ୟ, ଯଶ, ଶ୍ରୀ, ଜ୍ଞାନ ଓ ବୈରାଗ୍ୟ, ଏହି 6ଟିକୁ ଭାଗ ବା ଐଶ୍ୱର୍ଯ୍ୟ କୁହାଯାଏ। ପୂର୍ଣ୍ଣତ୍ୱ ଭାବେ ଏହି 6 ଗୋଟି ଭାଗ ଯାହାଙ୍କଠାରେ ବିଦ୍ୟମାନ, ସେ ହିଁ ଭଗବାନ। ଅନ୍ୟ ଭାଷାରେ ଉତ୍ପତ୍ତି ବିନାଶଞ୍ଚ ଭୂତାନାଂ ଅଗତିଂ ଗତିଂ ବେତ୍ତି ବିଦ୍ୟାମ ବିଦ୍ୟାଞ୍ଚ ସ ବାଚ୍ୟୋ ଭଗବାନୀତି। ଯେ ଭୂତଗଣର ଉତ୍ପତ୍ତି ଓ ବିନାଶ, ପରଲୋକର ଗତି ଓ ଇହଲୋକର ଅଗତି, ବିଦ୍ୟା ଓ ଅବିଦ୍ୟା ଅବଗତ ହୋଇଅଛନ୍ତି, ସେ ହିଁ ଭଗବାନ। ଏହା ବିଷ୍ଣୁ ପୁରାଣରେ ଅଛି ପରା। ଦେଖିବ ଜ୍ୟୋତିଷ ଭଗବାନ କେଉଁଠି ଅଛନ୍ତି? ତାଙ୍କୁ କିପରି ଦର୍ଶନ କରିପାରିବା? ଶ୍ରୀ ଶ୍ରୀ ଠାକୁରେ ଭଗବାନ ସବୁଠି ଅଛନ୍ତି, ତୁମ ମଧ୍ୟରେ ବି ଅଛନ୍ତି। ତାଙ୍କୁ ଦର୍ଶନ କରାଯାଏ ନାହିଁ, ଅନୁଭବ କରାଯାଏ। ଅନୁଭୂତିରେ ଆଣିବା ମାର୍ଗରେ ଚଳିଲେ ସିନା ଅନୁଭବ କରିପାରିବ। ଜ୍ୟୋତିଷ ସେ ମାର୍ଗଟି କ'ଣ? ଶ୍ରୀ ଶ୍ରୀ ଠାକୁରେ ସେ ମାର୍ଗଟି ହେଉଛି ଅଷ୍ଟାଙ୍ଗ ଯୋଗ ସାଧନ ମାର୍ଗ।
ତାହାର ସୋପାନ ରହିଛି। ଧୀରେ ଧୀରେ ସେହି ସୋପାନ ଶ୍ରେଣୀ ଚଢ଼ିବାକୁ ହୁଏ। ଅଧୈର୍ଯ୍ୟ ଓ ବ୍ୟତିବ୍ୟସ୍ତ ହେଲେ ସେ ସୋପାନ ଶ୍ରେଣୀ ଚଢ଼ି ହୁଏ ନାହିଁ। ଯଥେଷ୍ଟ। ଅଷ୍ଟାଙ୍ଗ ଯୋଗ ସାଧନ ମାର୍ଗର ସୋପାନ ଗୁଡ଼ିକ କ'ଣ କହୁନାହାନ୍ତି ଶ୍ରୀ ଶ୍ରୀ ଠାକୁରେ। ଅଷ୍ଟାଙ୍ଗ ଯୋଗର ସୋପାନ 8 ଗୋଟି। ସେଗୁଡ଼ିକ ହେଉଛି ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି। ଯଥେଷ୍ଟ। ପ୍ରତ୍ୟେକ ସୋପାନ ସମ୍ବନ୍ଧରେ ଟିକେ ଟିକେ କହିଦିଅନ୍ତୁ ଶ୍ରୀ ଶ୍ରୀ ଠାକୁରେ। 1. ଯମ ହେଉଛି ଯନ୍ତ୍ରଣା। ଯେଉଁ ଯନ୍ତ୍ରଣା ଭୋଗ କରି ସାଧକ ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ଇତ୍ୟାଦିକୁ ପ୍ରାପ୍ତ ହୁଏ, ତାହା ହିଁ ଯମ। ଥରେ ଏସବୁ ପ୍ରାପ୍ତ ହେଲେ ଆଉ ଯମ ଯନ୍ତ୍ରଣା ଭୋଗିବାକୁ ହୁଏ ନାହିଁ। 2. ଯେଉଁ ସବୁ ସ୍ଥୂଳ ଓ ମାନସିକ କ୍ରିୟା ପ୍ରକ୍ରିୟା ଦ୍ୱାରା ତପ, ସ୍ୱାଧ୍ୟାୟ, ସନ୍ତୋଷ, ଶୌଚ ଓ ଈଶ୍ୱର ପ୍ରଣିଧାନ ହୁଏ, ତାହାକୁ ନିୟମ କୁହାଯାଏ। ମନ୍ତ୍ର ଜପ କରିବାର 3 ଗୋଟି ନିୟମ ଅଛି। 1. ବାଚିକ, 2. ଉପାଂଶୁ, 3. ମାନସ। ଉଚ୍ଚ ସ୍ୱରରେ ନାମ ଉଚ୍ଚାରଣ କରିବାକୁ ବାଚିକ ଜପ କହନ୍ତି। କୌଣସି ଶବ୍ଦ ଉଚ୍ଚାରଣ ନ କରି କେବଳ ଓଷ୍ଠର ସ୍ପନ୍ଦନ ଥିଲେ ତାହା ଉପାଂଶୁ ଜପର ଅନ୍ତର୍ଭୁକ୍ତ। ମାନସ ଜପ ଉଚ୍ଚାରଣ ଓ ସ୍ପନ୍ଦନ ରହିତ। ଏହା କଲେ ସ୍ମରଣ ହୁଏ। ଯଥେଷ୍ଟ। ଠାକୁରେ, ଶୌଚ ଓ ଈଶ୍ୱର ପ୍ରଣିଧାନ କଥା ଟିକେ ବୁଝାଇ ଦିଅନ୍ତୁ ଶ୍ରୀ ଶ୍ରୀ ଠାକୁରେ। ଶୌଚ 2 ପ୍ରକାର। 1. ବାହ୍ୟ ଶୌଚ। ସ୍ନାନ, ଶୁଦ୍ଧ ବସ୍ତ୍ର ପରିଧାନ, ଚନ୍ଦନ ତିଳକ ଧାରଣ ଇତ୍ୟାଦି ବାହ୍ୟ ଉପଚାରକୁ ବାହ୍ୟ ଶୌଚ କୁହାଯାଏ। ପ୍ରାଥମିକ ସ୍ତରରେ ଏହା ଅତ୍ୟନ୍ତ ଉପଯୋଗୀ। ଅଭ୍ୟନ୍ତର ଶୌଚ ପାଇଁ ଏହା ଆବଶ୍ୟକ ପଡ଼େ। 2. ଅଭ୍ୟନ୍ତର ଶୌଚ। ସତସଙ୍ଗ, ମାନସ ଜପ ଓ ଧର୍ମାନୁଶୀଳନର ସ୍ମରଣ, କଥନ ଓ ଶ୍ରବଣ ଇତ୍ୟାଦିକୁ ଈଶ୍ୱର ପ୍ରଣିଧାନ କହନ୍ତି। ଯଥେଷ୍ଟ। ଈଶ୍ୱର ପ୍ରଣିଧାନ କ'ଣ ଶ୍ରୀ ଶ୍ରୀ ଠାକୁରେ? ଈଶ୍ୱରଙ୍କୁ ସ୍ମୃତି, ସ୍ମରଣ, ପୂଜା, ଗୁଣ କୀର୍ତ୍ତନ, ଇଷ୍ଟ ପ୍ରସଙ୍ଗ ସ୍ମରଣ, କଥନ ଓ ଶ୍ରବଣ ଇତ୍ୟାଦିକୁ ଈଶ୍ୱର ପ୍ରଣିଧାନ କହନ୍ତି। ଯଥେଷ୍ଟ। ଆସନ କ'ଣ? ଏହାର ଉପଯୋଗିତା କ'ଣ ଶ୍ରୀ ଶ୍ରୀ ଠାକୁରେ? ଧ୍ୟାନ, ଜପ, ପୂଜା ପାଠ ଇତ୍ୟାଦି ଆଧ୍ୟାତ୍ମିକ କର୍ମ ନିମିତ୍ତ ଉପବେଶନ ଢଙ୍ଗ ବା ଶୈଳୀକୁ ଆସନ କୁହାଯାଏ। ଏହି ଆସନର ବିଭିନ୍ନ ପ୍ରକାର ଭେଦ ଅଛି। ବିଭିନ୍ନ ଗୁଣସୂତ୍ରଧାରୀ ବ୍ୟକ୍ତିଙ୍କ ନିମନ୍ତେ ଭିନ୍ନ ଭିନ୍ନ ଆସନ ବିଧାନ ମଧ୍ୟ ରହିଛି। ଯଥେଷ୍ଟ। ଯେକୌଣସି ଆସନରେ ବସି ଏସବୁ କର୍ମ କରାଯାଇପାରିବ ନାହିଁ ଶ୍ରୀ ଶ୍ରୀ ଠାକୁରେ। କରାଯାଇପାରିବ, ମାତ୍ର ଯେଉଁ ଉଦ୍ଦେଶ୍ୟରେ ତାହା କରାଯାଉଛି ସେ ଉଦ୍ଦେଶ୍ୟ ସଫଳ ହେବ ନାହିଁ। ଏହାର କାରଣ ଯାହାର ଗୁଣସୂତ୍ର ଯେପରି ସେପରି ଅନୁକୂଳ ଆସନ ଦ୍ୱାରା ହିଁ ଗୁଣପିଣ୍ଡ ଉପରେ ପ୍ରଭାବ ପଡ଼େ ଓ ଲକ୍ଷ୍ୟ ହାସଲର ପଥ ଖୋଲିଯାଏ। ଯଥେଷ୍ଟ। ଆମ ପାଇଁ ଯେଉଁ ଆସନ ଉପଯୁକ୍ତ ତାହା ଆମେ ଜାଣିବୁ କିପରି ଶ୍ରୀ ଶ୍ରୀ ଠାକୁରେ? ଗୁରୁ ଗ୍ରହଣ କରି, ଗୁରୁଙ୍କୁ ସନ୍ତୁଷ୍ଟ କରି, ଗୁରୁଙ୍କ ମୁଖରୁ ତାହା ଶୁଣିବାକୁ ହୁଏ। ଯଥେଷ୍ଟ। ପ୍ରାଣାୟାମ କ'ଣ? ପ୍ରାଣାୟାମ ସମ୍ପର୍କରେ ଏବେ କିଛି କୁହନ୍ତୁ ଶ୍ରୀ ଶ୍ରୀ ଠାକୁରେ।
ପ୍ରାଣାୟାମ ଶବ୍ଦକୁ ବିଚ୍ଛେଦ କଲେ ପ୍ରାଣ ଓ ଆୟାମ ଦୁଇଟି ଶବ୍ଦ ବାହାରୁଛି। ପ୍ରାଣକୁ ସଂଯମ କରିବା ହିଁ ପ୍ରାଣାୟାମ। ପ୍ରାଣ ଅର୍ଥ ନିଶ୍ୱାସ ପ୍ରଶ୍ୱାସ। ଏହି ନିଶ୍ୱାସ ପ୍ରଶ୍ୱାସ ବା ପ୍ରାଣବାୟୁକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ହିଁ ପ୍ରାଣାୟାମ। ପ୍ରାଣାୟାମ ତିନି ପ୍ରକାର: ଅଧମ, ମଧ୍ୟମ ଓ ଉତ୍ତମ। ଏହା ତିନି ଭାଗରେ ବିଭକ୍ତ: ପୂରକ, କୁମ୍ଭକ, ରେଚକ। ଜ୍ୟୋତିଷ ପ୍ରତ୍ୟାହାର ପୁଣି କ'ଣ? ଶ୍ରୀ ଶ୍ରୀ ଠାକୁରେ ଜୀବ ସ୍ଥୂଳ ଜଗତରେ ଇନ୍ଦ୍ରିୟ ବାସନା ପରିପୂର୍ତ୍ତି ନିମନ୍ତେ ବିଷୟ ଆହରଣ କରେ। ଏହାକୁ ଆହାର କୁହାଯାଏ। ବିଷୟ ବାସନାରୁ ନିବୃତ୍ତ ହୋଇ ଇନ୍ଦ୍ରିୟ ନିୟନ୍ତ୍ରଣ ପ୍ରକ୍ରିୟା ହିଁ ପ୍ରତ୍ୟାହାର। ଥରେ ପ୍ରତ୍ୟାହାରରେ ଅଭ୍ୟସ୍ତ ହେଲେ ସେହି ବିଷୟ ସକଳ ଉପସ୍ଥିତିରେ ମଧ୍ୟ ଇନ୍ଦ୍ରିୟ ବିଚଳିତ ହୁଏ ନାହିଁ। ଯଦି ହୁଏ ତହିଁରେ ଜଗତ କଲ୍ୟାଣର ଭାବ ଥାଏ। ଜ୍ୟୋତିଷ ଧାରଣା, ଧ୍ୟାନ ଓ ସମାଧି ବିଷୟରେ ଅଳ୍ପ କିଛି ସୂଚନା ଦିଅନ୍ତୁ। ଶ୍ରୀ ଶ୍ରୀ ଠାକୁରେ ମନକୁ କୌଣସି କେନ୍ଦ୍ରରେ 12 ସେକେଣ୍ଡ ପାଇଁ ସ୍ଥିର କରି ରଖିଲେ ଗୋଟିଏ ଧାରଣା ହୁଏ। ଏହିପରି ଗୋଟିଏ ଗୋଟିଏ କରି 12ଟି ଧାରଣା ଅର୍ଥାତ୍ 144 ସେକେଣ୍ଡରେ ଗୋଟିଏ ଧ୍ୟାନ ହୁଏ। ପୁଣି 12 ଗୋଟି ଧ୍ୟାନ ହେଲେ ଅର୍ଥାତ୍ 28 ମିନିଟ୍ 48 ସେକେଣ୍ଡରେ ଗୋଟିଏ ସମାଧି ହୁଏ। ମନେ ରଖ, ପୁରୁଷର ଉପଭୋଗ ପାଇଁ ବାସନା ରୂପରେ ସକଳ ପ୍ରକାର ବସ୍ତୁ ଯେଉଁଥିରେ ସମାହିତ ହୁଏ ତାହା ହିଁ ସମାଧି। ଜ୍ୟୋତିଷ ଅଷ୍ଟାଙ୍ଗ ଯୋଗ କ'ଣ କର୍ମଯୋଗ? ଶ୍ରୀ ଶ୍ରୀ ଠାକୁରେ ଫଳ ଆକାଂକ୍ଷା ପରିତ୍ୟାଗ ପୂର୍ବକ ଈଶ୍ୱର ଆରାଧନା ପାଇଁ ଅନାସକ୍ତ ଭାବରେ କର୍ମ ଅନୁଷ୍ଠାନ କରିବାକୁ କର୍ମଯୋଗ କୁହନ୍ତି। ଅଷ୍ଟାଙ୍ଗ ଯୋଗ ତେଣୁ ନିଶ୍ଚୟ କର୍ମଯୋଗ। ଯଦି ଯୋଗୀ ଏହି ପ୍ରକାର ମନ ପ୍ରାଣ ଦେଇ ତାହା ଅଭ୍ୟାସ କରୁଥାଏ। ଜ୍ୟୋତିଷ ଅଷ୍ଟାଙ୍ଗ ଯୋଗ ସାଧନର ବିଧି ଓ ପଥ କ'ଣ? ଶ୍ରୀ ଶ୍ରୀ ଠାକୁରେ ଅଷ୍ଟାଙ୍ଗ ଯୋଗ ସାଧନା ନିମନ୍ତେ ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ବିଧି ଓ ପଥ ରହିଛି। ଆଜିର ଘୋର କଳିଯୁଗରେ ଅଷ୍ଟାଙ୍ଗ ଯୋଗ ସାଧନର ସହଜ ପଥ ହେଉଛି ସାଷ୍ଟାଙ୍ଗ ପ୍ରଣାମ। ସାଷ୍ଟାଙ୍ଗ ପ୍ରଣାମ ଦ୍ୱାରା ଯେ କେହି ବ୍ୟକ୍ତି ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି ସୋପାନକୁ ଚଢ଼ି ଯାଇପାରିବ। ଜ୍ୟୋତିଷ ସାଷ୍ଟାଙ୍ଗ ପ୍ରଣାମ ତ ଅନେକ କରୁଛନ୍ତି ଠାକୁରେ, ସେମାନେ ତ ଅଷ୍ଟାଙ୍ଗ ଯୋଗ ସାଧୁଥିବେ। ଶ୍ରୀ ଶ୍ରୀ ଠାକୁରେ ଯେଉଁମାନେ ସାଷ୍ଟାଙ୍ଗ ପ୍ରଣାମ କରୁଥିବାର ତୁମେ ଦେଖୁଛ, ସେମାନେ କ'ଣ ବିଧି ମତରେ ତାହା କରୁଛନ୍ତି? ପ୍ରତ୍ୟେକ ବ୍ୟକ୍ତିର ଜିନ୍ ବା ଗୁଣସୂତ୍ର ଅନୁସାରେ ସାଷ୍ଟାଙ୍ଗ ପ୍ରଣାମ ବିଧି, ଆସନ, ମୁଦ୍ରା, ମନ୍ତ୍ର ଇତ୍ୟାଦି ଗୁରୁ ନିର୍ଦ୍ଧାରଣ କରିଦିଅନ୍ତି। ଏସବୁ ନିର୍ଭୁଲ ନହେଲେ ସାଷ୍ଟାଙ୍ଗ ପ୍ରଣାମ ଦ୍ୱାରା ଯୋଗ ସାଧନ ହେବ କିପରି? ଜ୍ୟୋତିଷ ଆଚ୍ଛା ଠାକୁରେ ପଞ୍ଚକ୍ଲେଶ କ'ଣ ବୁଝାଇ ଦିଅନ୍ତୁ ତ। ଶ୍ରୀ ଶ୍ରୀ ଠାକୁରେ ଅବିଦ୍ୟା, ଅସ୍ମିତା, ରାଗ, ଦ୍ୱେଷ ଓ ଅଭିନିବେଶ ଏଗୁଡ଼ିକୁ ପଞ୍ଚକ୍ଲେଶ କୁହାଯାଏ। ଜ୍ୟୋତିଷ ଅବିଦ୍ୟା କ'ଣ? କାହାକୁ ଅବିଦ୍ୟା କୁହାଯାଏ? ଶ୍ରୀ ଶ୍ରୀ ଠାକୁରେ ଅନିତ୍ୟ, ଅପବିତ୍ର, ଦୁଃଖକର ଓ ଅନାତ୍ମ ବସ୍ତୁରେ ନିତ୍ୟ, ପବିତ୍ର, ସୁଖକର ଓ ଆତ୍ମାର ଯେଉଁ ଭ୍ରମ ହୁଏ ତାହାକୁ ଅବିଦ୍ୟା କହନ୍ତି। ଆମେ ସମସ୍ତେ ନିଜ ଶୁଦ୍ଧ
ଜ୍ୟୋତିର୍ମୟ ନିତ୍ୟ ଆନନ୍ଦ ଆତ୍ମ ସ୍ୱରୂପକୁ ଭୁଲି ଯାଇ ମନେ କରୁ ଯେ ମୁଁ ଶରୀର। ଏହା ହିଁ ଅବିଦ୍ୟା। ଜ୍ୟୋତିଷ ଅସ୍ମିତା କ'ଣ ଠାକୁରେ? ଶ୍ରୀ ଶ୍ରୀ ଠାକୁରେ ଦ୍ରଷ୍ଟା ଓ ଦର୍ଶନ ଶକ୍ତିର ଏକାତ୍ମ ଭାବ ହେଉଛି ଅସ୍ମିତା। ଚିତ୍ତ, ବୁଦ୍ଧି, ନିଶ୍ଚୟାତ୍ମିକ ବୃତ୍ତି, ମନ ଓ ଇନ୍ଦ୍ରିୟଗଣ ଏଗୁଡ଼ିକ ହେଉଛନ୍ତି ଆତ୍ମାର ଯନ୍ତ୍ରତୁଲ୍ୟ ଏବଂ ଆତ୍ମାର ବାହ୍ୟ ଜଗତ ଦେଖିବାର ଯନ୍ତ୍ର ସ୍ୱରୂପ। ଆତ୍ମା ସହିତ ଏଗୁଡ଼ିକର ଐକ୍ୟ ଭାବକୁ ଅସ୍ମିତା ରୂପକ ଅବିଦ୍ୟା କହନ୍ତି। ଉଦାହରଣ ସ୍ୱରୂପ ମୁଁ ଚିତ୍ତ, ମୁଁ ଚିନ୍ତା କରୁଛି, ମୁଁ ରୁଷ୍ଟ ହୋଇଛି, ମୁଁ ସୁଖୀ ଇତ୍ୟାଦି। ଜ୍ୟୋତିଷ ଏ ମୋର ସ୍ୱରୂପ କ'ଣ? ଶ୍ରୀ ଶ୍ରୀ ଠାକୁରେ ମୁଁ ହେଉଛି ଓମ୍ର ଭିନ୍ନ ରୂପ। ଓମ୍ରେ ଅ ଉ ମ ପର୍ଯ୍ୟାୟକ୍ରମରେ ରହି ଅଣାକାର ଅରୂପ ପ୍ରଣବକୁ ଧାରଣା କରିଛି। ମାତ୍ର ମୁରେ ମ ଉ ଅ ପର୍ଯ୍ୟାୟକ୍ରମେ ରହି ମକାର ବା ମନୋରଥ ବା ପରଂବ୍ରହ୍ମ ଜଗତରୁ ଆସିଥିବା ସ୍ଥୂଳ ଆକାର ଓ ରୂପକୁ ଧାରଣ କରିଛି। ଓମ୍ରେ ସତ୍ୱ ରଜ ତମ ଗୁଣ ସାମ୍ୟ ଭାବରେ ରହି ଚରମ ଅବସ୍ଥା ପ୍ରାପ୍ତ ହୋଇଛି। ମାତ୍ର ମୁରେ ଏହି ତ୍ରିଗୁଣ ବିଷମ ଅବସ୍ଥାରେ ରହିଛି। ଜ୍ୟୋତିଷ ଠାକୁରେ ରାଗ କ'ଣ ବୁଝାଇ ଦିଅନ୍ତୁ। ଶ୍ରୀ ଶ୍ରୀ ଠାକୁରେ ଯେଉଁ ମନୋବୃତ୍ତି କେବଳ ସୁଖକର ପଦାର୍ଥ ଉପରେ ଅବସ୍ଥିତ ହେବାକୁ ଚାହେଁ ତାହାକୁ ରାଗ ବା ଆସକ୍ତି କହନ୍ତି। ଏହା ଘନୀଭୂତ ହେଲେ ଅନୁରାଗରେ ପରିଣତ ହୁଏ। ଅନୁରାଗ ବିପରୀତ ପଥରେ ପରିଚାଳିତ ହେଲେ ମୋହ ସୃଷ୍ଟି ହୁଏ। ଜ୍ୟୋତିଷ ଦ୍ୱେଷ କ'ଣ? ଶ୍ରୀ ଶ୍ରୀ ଠାକୁରେ ଦୁଃଖକର ପଦାର୍ଥ ଉପରେ ଅବସ୍ଥାନକାରୀ ଅନ୍ତଃକରଣ ବୃତ୍ତି ବିଶେଷକୁ ଦ୍ୱେଷ କହନ୍ତି। ଜ୍ୟୋତିଷ ଅଭିନିବେଶ କାହାକୁ କହନ୍ତି? ଶ୍ରୀ ଶ୍ରୀ ଠାକୁରେ ଯେଉଁ ସ୍ମୃତି ପୂର୍ବ ମରଣାନୁଭବର ସ୍ୱଭାବତଃ ପ୍ରବାହିତ ଓ ଯାହା ପଣ୍ଡିତ ବ୍ୟକ୍ତିଙ୍କଠାରେ ମଧ୍ୟ ପ୍ରତିଷ୍ଠିତ ତାହା ହିଁ ଅଭିନିବେଶ। ଅଭିନିବେଶ ଅର୍ଥ ଜୀବନ ପ୍ରତି ମମତା। ଜ୍ୟୋତିଷ କେଉଁମାନେ କାହିଁକି ସଂସାରରେ ବଦ୍ଧ ହୁଅନ୍ତି ଓ କେଉଁମାନେ ଏବଂ କାହିଁକି ବଦ୍ଧ ହୁଅନ୍ତି ନାହିଁ? ଶ୍ରୀ ଶ୍ରୀ ଠାକୁରେ ସତ୍ୱ ରଜ ତମ ଏହି ତିନି ଗୁଣର କାର୍ଯ୍ୟ ହେଉଛି କାମନା ମୂଳକ ସଂସାର। କର୍ମକାଣ୍ଡାତ୍ମକ ବେଦ ତାହାର ପ୍ରକାଶକ। କର୍ମଫଳ କାମୀମାନଙ୍କ ନିକଟରେ ବେଦ ଫଳ ପ୍ରକାଶ କରେ। ସେମାନେ ଫଳ କାମନା ପୂର୍ବକ କର୍ମାନୁଷ୍ଠାନ କରନ୍ତି ବୋଲି ସଂସାରରେ ବଦ୍ଧ ହୋଇ ରହନ୍ତି। ଫଳ କାମନା ତ୍ୟାଗ ପୂର୍ବକ କର୍ମ କଲେ ସଂସାର ବନ୍ଧନ ହୁଏ ନାହିଁ, ତେଣୁ ବଦ୍ଧ ହୁଅନ୍ତି ନାହିଁ। ବଦ୍ଧ ଜୀବ ଦୁଃଖ ଭୋଗେ, ମୁକ୍ତ ଜୀବ ସୁଖ ପାଏ। ଜ୍ୟୋତିଷ ଠାକୁରେ ଦୁଃଖର ସ୍ୱରୂପ କ'ଣ? ଶ୍ରୀ ଶ୍ରୀ ଠାକୁରେ ଦୁଃଖ ତିନି ପ୍ରକାର। ଏହାକୁ ତ୍ରିତାପ କୁହାଯାଏ, ଯଥା ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ। ଶୋକ ମୋହଜନିତ ମାନସିକ ଓ ରୋଗଜନିତ ଶାରୀରିକ ଦୁଃଖକୁ ଆଧ୍ୟାତ୍ମିକ ଦୁଃଖ କହନ୍ତି। ଝଡ଼ ବୃଷ୍ଟି ଅଗ୍ନି ଆଦି ନିମିତ୍ତ ଦୁଃଖକୁ ଆଧିଦୈବିକ ଦୁଃଖ କୁହାଯାଏ। ସର୍ପ ବିଚ୍ଛା ଆଦିର ଦଂଶନ, ଶସ୍ତ୍ରାଘାତ ଅସ୍ତ୍ରାଘାତ ଇତ୍ୟାଦି ଦୁଃଖକୁ ଆଧିଭୌତିକ ଦୁଃଖ କହନ୍ତି।
ଯଥେଷ୍ଟ। ଏବେ ସୁଖ କ'ଣ କୁହନ୍ତୁ? ଶ୍ରୀ ଶ୍ରୀ ଠାକୁରେ ବିଷୟ ଭୋଗରୁ ଇନ୍ଦ୍ରିୟଗଣର ନିବୃତ୍ତିକୁ ହିଁ ପ୍ରକୃତ ସୁଖ କହନ୍ତି। ଅତଏବ ବିଷୟ ତୃଷ୍ଣା ଥିଲେ ପ୍ରକୃତ ସୁଖର ଗନ୍ଧ ମାତ୍ର ଉତ୍ପନ୍ନ ହୁଏ ନାହିଁ। ବ୍ରହ୍ମାନନ୍ଦ ଲାଭ ହେଲେ ବିଷୟ ସୁଖ ତିକ୍ତ ବୋଧ ହୁଏ। ଯଥେଷ୍ଟ। ମୁକ୍ତ କର୍ମ କାହାକୁ କହନ୍ତି? ଶ୍ରୀ ଶ୍ରୀ ଠାକୁରେ ଈଶ୍ୱରଙ୍କ ପ୍ରୀତିଯୁକ୍ତ ଅନୁଷ୍ଠିତ କର୍ମ ବନ୍ଧନର କାରଣ ହୋଇଥାଏ। ତେଣୁ ତୁମେ ଭଗବାନଙ୍କ ଉଦ୍ଦେଶ୍ୟରେ ଅନାସକ୍ତ ହୋଇ ବର୍ଣ୍ଣାଶ୍ରମ ଅନୁମୋଦିତ କର୍ମ କର। ଶ୍ରୀମଦ୍ ଭାଗବତ ଗୀତାର 3ୟ ଅଧ୍ୟାୟ କର୍ମଯୋଗର 9ମ ଶ୍ଲୋକଟି ପଢ଼ି ତାହାର ଯଥାର୍ଥ ଅର୍ଥ ବୁଝି କାର୍ଯ୍ୟ କରିବା ବର୍ଣ୍ଣାଶ୍ରମ ମୋଚିତ କର୍ମକୁ ମୁକ୍ତ କର୍ମ କହନ୍ତି।